ওম নমঃ শিবায়। ଆଜିର ପ୍ରଶ୍ନ, ଶିବଙ୍କ ମସ୍ତକରେ ଜଟା ଅଛି, ଦାଢ଼ି କୁଆଡ଼େ ଗଲା? ଏହି ପ୍ରସଙ୍ଗରେ ଆଜି ଆମେ ଆଲୋଚନା କରିବା। ଶିବଙ୍କୁ ସ୍ୱୟଂଭୂ ବୋଲି କୁହାଯାଏ। ସ୍ୱୟଂ ସିଏ ଆପେ ଆପେ ସୃଷ୍ଟି ହେଇଛନ୍ତି, ତାଙ୍କୁ କେହି ସୃଷ୍ଟି କରିନାହାନ୍ତି। ତେଣୁ ଶିବଙ୍କର ପିତାମାତା ନାହାନ୍ତି। ଶିବ କହିଲେ ଈଶ୍ୱରଙ୍କୁ ବୁଝାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ଈଶ୍ୱର ସର୍ବଭୂତାନାଂ କୁରୁତେର୍ଜୁନ ତିଷ୍ଠତି। ଈଶ୍ୱର ଯିଏକି ସର୍ବଶକ୍ତିର ଆଧାର। ଇତି ଈଶ୍ୱର, ଇତି ମାନେ ଶେଷ, ସ୍ୱର ମାନେ ଉପରେ। ଶେଷ ଉପରେ ଶେଷ ଯିଏ, ଅର୍ଥାତ୍ ଦେବତାଙ୍କ ଉପରେ ଦେବତା ଯିଏ, ସିଏ ହେଲେ କିଏ? ମହାଦେବ। ସେଇ ମହାଦେବ ସର୍ବଭୂତାନାଂ, ସମସ୍ତଙ୍କ ଭୂତରେ, ସମସ୍ତଙ୍କ ଜୀବାତ୍ମା ଭିତରେ, ସମସ୍ତଙ୍କ ଘଟ ଭିତରେ ସିଏ ଅଛନ୍ତି। ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ କହିନାହାନ୍ତି ଆଜ୍ଞା? ସେ ପଦଟା କଣ ନା, ସକଳ ଘଟେ ନାରାୟଣ ବସନ୍ତି ଅନାଦିକାରଣ। ସର୍ବଶକ୍ତିମାନ ଆଧାର ହେଲେ ଶିବ। ସମସ୍ତଙ୍କ ଘଟରେ ଥାନ୍ତି ବୋଲି ତାକୁ ପରମାତ୍ମା ବୋଲି କୁହାଯାଏ। ଅନେକ ଶାସ୍ତ୍ର ପୁରାଣରେ ମତବ୍ୟକ୍ତ ଅଛି। ତେଣୁ ସେହି ଶିବଙ୍କ ମସ୍ତକରେ ଜଟା ଅଛି, ଦାଢ଼ି ନାହିଁ କାହିଁକି? ଆସନ୍ତୁ ଆଜ୍ଞା, ଏହି ସୁନ୍ଦର ଭିଡ଼ିଓଟିକୁ ଆଜି ଆମେ ଶ୍ରବଣ କରିବା।